ଭାବୁଛୁ ଯେ ନବୀନ ବାବୁ ତ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ରାଜନୀତି ଆରମ୍ଭରୁ ସେ ବିରୋଧୀ ଦଳର ନଥିଲେ। ଯେତେବେଳେ ବିରୋଧୀ ଦଳର ନେତା ଏଥର ହେଇଛନ୍ତି ସେ ଭାବୁଛନ୍ତି ବୋଧେ ବିରୋଧୀ ଦଳ ତରଫରୁ ଗୋଟେ କ୍ୟାବିନେଟ୍ ହେବ, ତେଣୁ ସେଇଥିପାଇଁ ସେ ଗୋଟେ ଛାୟା କ୍ୟାବିନେଟ୍ କରିଛନ୍ତି। ଆଉ ତାଙ୍କୁ ଗୋଟେ ବଡ଼ ଭୟ ଖାଉଛି ଯେ ଆମର ଯେଉଁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ 25 ବିଧାୟକ ଆସିକି ବିଜେପିର ମିଶିଯିବେ, ତେଣୁ ସେଟା ବି ତାଙ୍କୁ ବୋଧେ ଗୋଟେ ଭୟ ଖାଉଛି। ସେ ଯେଉଁଟାକି ଭାବୁଛନ୍ତି ଯେ ଏମିତି ମୁଁ ଗୋଟେ ବିଭାଗ ବଣ୍ଟନ କରିକି ଦେଲେ ଯେ ମୁଁ ସକ୍ରିୟ ଅଛି ଆଉ ମୋ ବିଧାୟକମାନେ ସକ୍ରିୟ ଅଛନ୍ତି ବୋଲି ଲୋକ ଜାଣିବେ। ପାଣ୍ଡିଆନ ଗଲା ପରେ ଯେଉଁ ସମସ୍ତେ ଚାହୁଁଥିଲେ ଯେ ନବୀନ ପଟ୍ଟନାୟକ ପାଣ୍ଡିଆନ ବୁଦ୍ଧିରେ ଚାଲିଛନ୍ତି, ଆଉ ସିଏ ଭାବୁଛନ୍ତି ଯେ ବର୍ତ୍ତମାନ ମୁଁ ଏଇ ଯେଉଁ ଏମିତି କରିକି ବିଭାଗ ବଣ୍ଟନ ହ୍ୟାଣ୍ଡଟେନ୍ କଲେ ଯେ ଲୋକ ଜାଣିବେ ନବୀନ ପଟ୍ଟନାୟକ ତା ନିଜ ବୁଦ୍ଧିରେ ବୋଧେ କିଛି କରୁଛନ୍ତି। ଏଗୁଡ଼ାକ ବୋଧେ ମୁଁ ଭାବୁଛି ଏଇଟା ଠିକ୍ ନୁହଁ। ଏଇଟା ଗୋଟେ ଚର୍ଚ୍ଚାର ମାନେ କେନ୍ଦ୍ରବିନ୍ଦୁ ବର୍ତ୍ତମାନ ସାଜିଛି ଯେ 25 ବର୍ଷ ମୁଖ୍ୟମନ୍ତ୍ରୀ ଥିଲା ପରେ ଏଭଳି କାର୍ଯ୍ୟକୁ ଯେ କାହିଁକି କେହି ପସନ୍ଦ କରୁନାହାନ୍ତି। ବର୍ତ୍ତମାନ 35 ଦିନର ସରକାର ଯେ ମୋହନ ସରକାରଙ୍କର ଯେଉଁ ବର୍ତ୍ତମାନ ପଦକ୍ଷେପ ଯେ ବୋଧେ ତ ମୁଁ ଭାବୁଛି ଗୋଟେ ବର୍ଷ ଯେ ବିଜେପି ସରକାର କଣ୍ଟିନ୍ୟୁ କଲା ପରେ ବିଜେଡ଼ି ଦଳ କୁଆଡ଼େ ଲୀନ ହୋଇଯିବ କି କ'ଣ ତା ଠିକ୍ ନାହିଁ। ବର୍ତ୍ତମାନ ଯେକୌଣସି ଭାବରେ ଜନହିତକର କାର୍ଯ୍ୟ ଯେଉଁ କରୁଛନ୍ତି ଯେ ଆମର ମୋହନ ସରକାର, ତେଣୁ ସେଥିରେ ଇଏ ଯେଉଁ ଗୋଟେ କରୁଛନ୍ତି ଯେ ନବନିର୍ବାଚିତ ବିଧାୟକମାନଙ୍କୁ ଗୋଟେ ଭଣ୍ଡେଇବା ପାଇଁ ଯେ ମୁଁ ଏମିତି ଅଛି, ମୋ ସରକାର ଏଇଆ କରିବ, ଇଏ କ'ଣ କରିବେ ସିଏ ଯେ ଗୋଟେ ତ ସିଏ ଦୁର୍ନୀତି ପାଇବେ ନାହିଁ, ସିଏ ତ ତାଙ୍କୁ ସତର୍କ ରହିବା ପାଇଁ କରିଛନ୍ତି। ବର୍ତ୍ତମାନ ଆମର ଯେଉଁ ସରକାର ଯେଉଁ ମୋହନ ସରକାର ଯେ ବର୍ତ୍ତମାନ ସେ ଯେପରି ଭାବରେ ପଦକ୍ଷେପ ନେଇଛନ୍ତି ଯେ ବର୍ତ୍ତମାନ ତାଙ୍କ ଦୁର୍ନୀତିର ବର୍ତ୍ତମାନ ପର୍ଦ୍ଦାଫାଶ ହେବ ଯେ ଗୋଟେ ଆରମ୍ଭ ହେଲାଣି। ସିଏ ତ ନିଜେ ଦୁର୍ନୀତିରେ ବୁଡ଼ିଛନ୍ତି, ସିଏ କ'ଣ ୟାଙ୍କୁ ମାନେ କରିଛନ୍ତି ଯେ ତୁମେ ହେଉଛି ଦୁର୍ନୀତିକି ଜଗିବ। ଦୁର୍ନୀତି ହେବନି। ବିଜେପି ସରକାରର ଦୁର୍ନୀତି କ'ଣ ସେ ଜାଣିନାହାନ୍ତି, ଦୁର୍ନୀତିର ପ୍ରଶ୍ନ ଉଠୁନି। କେବଳ ସିଏ ଦୁର୍ନୀତିରେ ଯେତେବେଳେ ବୁଡ଼ିକି ରହିଛନ୍ତି ଯେ ସିଏ ଭାବିଛନ୍ତି ଯେ ମୋ ସରକାର ସମୟରେ ଏଇଆ ସବୁ ଦୁର୍ନୀତି ହେଉଥିଲା, ତେଣୁ ମୁଁ ଜଣ ଜଣକୁ ଦାୟିତ୍ୱ ଦିଏନି, ସେଠି ଦେଖିବେ ସେ କିଛି ପାଇବେନି। କେବଳ ଇଏ ଗୋଟେ ତାଙ୍କର ଗୋଟେ ମାନେ ମନ ବୁଝାଣିଆ କଥା। ଇଏ କିଛି ଗୋଟେ ଜିନିଷ ଗୋଟେ ଇଏ ସରକାରର ସେ ଗୋଟେ କିଛି ପାଇବେନି।